24 ତାରିଖରେ ଆସିବ ସୁଭଦ୍ରା ଟଙ୍କା, ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତି ତୃତୀୟ ପର୍ଯ୍ୟାୟ ଟଙ୍କା। ତେବେ ଚାଲନ୍ତୁ ଏହି ଖବର ଉପରେ ନଜର ପକାଇବା ପୂର୍ବରୁ ଯେଉଁମାନେ ବି ଆମ ୟୁଟ୍ୟୁବ୍ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ ଉପରେ କ୍ଲିକ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ, ଯାହାଫଳରେ ଆମ ଲାଟେଷ୍ଟ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଆମ ଭିଡ଼ିଓ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାନ୍ତୁ। ତେବେ ନଭେମ୍ବର 24ରେ ଆସିଲା ବଡ଼ ସୁଭଦ୍ରା ଟଙ୍କା, ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନଭେମ୍ବର 24ରେ ସୁଭଦ୍ରା ଟଙ୍କା ଆସିବାକୁ ଯାଉଛି, ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁନ୍ଦରଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମ ଏହାର ଆରମ୍ଭ କରାଯିବ। କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ରହିଛି। ପର୍ଯ୍ୟନ୍ତ 20 ଲକ୍ଷରୁ ଅଧିକ ହିତାଧିକାରୀ ମହିଳାଙ୍କୁ ଟଙ୍କା ମିଳିବ। ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ। କିଛି ହିତାଧିକାରୀଙ୍କ ଡକୁମେଣ୍ଟ ସମସ୍ୟା ଥିବାରୁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବା ବିଳମ୍ବ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ବିଜୟଲକ୍ଷ୍ମୀ ନ୍ୟୁଜ୍।